ରାମ ନାରାୟଣ ରାମ। କୃଷ୍ଣଙ୍କର କଥାରେ କୌଣସି ସଂସ୍କାରର ଛୁଆଁ ନଥିଲା। ଏହି ଛୁଆଁ ବୋଲିବା ଓ ଶୁଣିବା ଲୋକେ ଲଗାଇଛନ୍ତି। ଗୀତା ତ ମାତ୍ର ଗୋଟିଏ କଥା ମଧ୍ୟରେ ଲୁଚିଛି ମାମେକ ଶରଣଂ ବ୍ରଜ। ଏହାଠାରୁ ଅନ୍ୟ କୌଣସି କଥାର ଆବଶ୍ୟକତା ନାହିଁ। କୃଷ୍ଣ କିଏ? ଆପଣ ନିଜେ କୃଷ୍ଣ। ପ୍ରତ୍ୟେକ ମଣିଷ କୃଷ୍ଣ। ସେ ଅନନ୍ତ ବର୍ଣ୍ଣହୀନ ସଂଜ୍ଞା ସୀମାକୁ ଉଲ୍ଲଙ୍ଘନ କରିଥିବା ଏହି କୃଷ୍ଣ କହିଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ଖରାପ ଶକ୍ତିର ପ୍ରଭାବ ଅନ୍ଧଶ୍ରଦ୍ଧା ମାମେକଂ ଶରଣଂ ବ୍ରଜ। ଏହା ପର୍ଯ୍ୟାପ୍ତ। ଆପଣ ସଦା ନିଜ ବିଷୟରେ ଚିନ୍ତା କରନ୍ତୁ। ସଦା ଭାବନ୍ତୁ ଯେ ଆପଣ କୃଷ୍ଣ। ଆପଣଙ୍କ ମନ, ଆପଣଙ୍କ ମସ୍ତିଷ୍କ, କାରଣ ଆପଣ ଅନନ୍ତ ଦ୍ରବ୍ୟରୁ ଗଠିତ। ଏହି କୃଷ୍ଣ ହେଉଛନ୍ତି ଯାହାକୁ ଖୋଜିଲେ ମଧ୍ୟ ମିଳେ ନାହିଁ ସେହି କୃଷ୍ଣ। ଗୀତା ହେଉଛି ତ୍ୟାଗ। ଏହି ଗୀତାରେ କୃଷ୍ଣ କହିଛନ୍ତି ସବୁକିଛି ଛାଡ଼ି ତ୍ୟାଗର ଭୂମିରେ ମୋ ସ୍ମରଣ କର। ତ୍ୟାଗ ହେଉଛି କୃଷ୍ଣ ଜୀବାତ୍ମା ବି ଋଷି ତ୍ୟାଗକୁ ଗ୍ରହଣ କରିବା ପରେ ଏଠାକୁ ଆସନ୍ତି। କାରଣ ଆମେ ସବୁ ଗୋଟିଏ ପରେ ଗୋଟିଏ ତ୍ୟାଗ କରି ଏଠାକୁ ଆସୁଛୁ। ଆମେ ପୋଷାକ ପିନ୍ଧୁଛୁ, ତାର ଅର୍ଥ ମଧ୍ୟ ତ୍ୟାଗ। ଆମେ ବାପା ମା ବଡ଼ବାପାଙ୍କୁ ଛାଡ଼ୁଛୁ, କିଛି ମଧ୍ୟ ସ୍ଥାୟୀ ନୁହେଁ। ଧରିବା ଓ ଛାଡ଼ିବା ଏଠି ରହସ୍ୟ ଅଛି। ଏହି ହେଉଛି ଗୀତା। ପରିତ୍ୟାଗ କରି ସ୍ମରଣ କର, ଅର୍ଥାତ୍ ଏହାର ଅର୍ଥ ହେଉଛି ତୁମେ ତ୍ୟାଗରେ ଅଛ। ଯଦି ତୁମକୁ ଏହା ଭିନ୍ନ ଶୈଳୀରେ ଅଥବା ସାହିତ୍ୟିକ ଭାଷାରେ ଚାହିଁଦିଅ, ମୁଁ ତାହା ମଧ୍ୟ କରିଦେଇପାରିବି।